नंबर 1 सारा दुनिया को भारत देखाइला निजर शक्ति लंग रेंज हाइपरसोनिक मिसाइल सफल परीक्षण प्रति परीक्षण क्षेत्र में भारत को एक बड़ सफलता। डीआरडीओ रविवार एपीजे अब्दुल कलाम द्वीपर दूरगामी हाइपरसोनिक मिसाइल किसी सफल परीक्षण। यह मिसाइल ट्रेंडिंग डीआरडीओ और संशक्ति बल वरिष्ठ वैज्ञानिक उपस्थित में मिसाइल सफलता परीक्षण आधुनिक सामरिक टेक्नोलोजी और राष्ट्रीय सुरक्षा को मजबूत कर सहायता हेब। हाइपरसोनिक मिसाइल विशेषत्व ହେଉଛି ଏହାର ଶବ୍ଦର ବେଗଠାରୁ ପ୍ରାୟ 5 ଗୁଣା ସ୍ପିଡ୍ ଯାତ୍ରା କରିବାର କ୍ଷମତା ରହିଛି। ଏହା ସର୍ବନିମ୍ନ ସ୍ପିଡ୍ ଘଣ୍ଟା ପ୍ରତି 6174 କିଲୋମିଟର ରହିଛି। କେବଳ ସେତିକି ନୁହେଁ, ଏହି ମିସାଇଲକୁ କ୍ରୁଜ୍ ଓ ବାଲାଷ୍ଟିକ୍ ଦୁଇ ଫିଚର ରହିଛି। नंबर 2 बंच कि मोर किछि परक पड़ुनी मोबाइल निशा पाई पुओ को पिटी पिटी मारिदेला बापा। कुआଯାଏ ଯେ ପିତାମାତାଙ୍କ ପାଇଁ ସେମାନଙ୍କର ପିଲାମାନେ ଅନ୍ୟ ସବୁ ଜିନିଷ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ପିତାମାତା ନିଜ ସନ୍ତାନ ପାଇଁ କିଛି ବି କରନ୍ତି, ଯେତେ ଜଳ ଜଞ୍ଜାଳ ଆସୁ ପିଲାଙ୍କୁ ରକ୍ଷା କରନ୍ତି। କିନ୍ତୁ ବେଙ୍ଗାଲୁରୁରେ ଜଣେ ବାପାଙ୍କର କ୍ରୋଧ ସବୁ ସୀମା ଟପି ଯାଇଛି। ମୋବାଇଲ ନିଶା ଦେଖି ବାପା ରାଗି ପୁଅକୁ ଜୀବନରୁ ମାରି ଦେଇଛି। ଏହି ଘଟଣା ବେଙ୍ଗାଲୁରୁରେ ଘଟିଛି। ପୁଅର ମୋବାଇଲ ଫୋନ ନିଶା ଏବଂ ପାଠପଢ଼ାରେ ତାର ଆଗ୍ରହ ନ ଆସିଥିବାରୁ ପିତା ଜଣକ ପୁଅର ହତ୍ୟା କରିଛନ୍ତି। ପିତାର ନାମ ରବି कुमार बोली जना पड़ी। से निज पुओ तेजस्वी को क्रिकेट बैट्रे पिटिबा परे तार मुंड को कांतर पिटी देइतिले। एतिरे तांकर शरीर को खूब जोरसे आघात होइतिला। नंबर 3 निर्माण करथिले ब्रिटिश नाम बदलिले भारत सरकार। जानतु हावड़ा ब्रिजर संपूर्ण इतिहास यार डिजिटल एवं सौंदर्य पई भारतर समेत सारा विश्व में हावड़ा ब्रिज प्रसिद्ध। यह हावड़ारू हुगली नदी उपर निर्मित। किंतु आपण हावड़ा ब्रिज इतिहास जानिचंती कि हावड़ा ब्रिज निर्माण कार्य ब्रिटिश सरकार 1934 मसीह आरंभ करथिले, किंतु ଏହି ସେତୁ କେବଳ 1942 ମସିହାରେ ଶେଷ ହୋଇଥିଲା। ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସାଧାରଣ ଲୋକଙ୍କ ପାଇଁ ଖୋଲା ନଥିଲା। 3 ଫେବୃଆରୀ 1943ରେ ସାଧାରଣ ଲୋକଙ୍କ ପାଇଁ ହାଓଡ଼ା ବ୍ରିଜ ଖୋଲାଯାଇଥିଲା। କିନ୍ତୁ ଆପଣ ଜାଣିଛନ୍ତି କି ଆଶ୍ଚର୍ଯ୍ୟ ହେବେ ଯେ ହାଓଡ଼ା ବ୍ରିଜ ଆଜି ପର୍ଯ୍ୟନ୍ତ ଉଦ୍ଘାଟିତ ହୋଇନାହିଁ। ହାଓଡ଼ା ବ୍ରିଜ ନିର୍ମାଣ ପାଇଁ 26,000 ଟନ୍ ଷ୍ଟିଲ୍ ବ୍ୟବହୃତ ହୋଇଥିଲା। ସେଥିମଧ୍ୟରୁ 23,000 ଟନ୍ ଟିଷ୍ଟାଲ ଷ୍ଟିଲ୍ ଟାଟା ଷ୍ଟିଲ୍ ଯୋଗାଉଥିଲା। नंबर 4 गंधमार्दनକୁ ନେଇ ପୁଣି ଦାନା ବାନ୍ଧୁଛି ଆନ୍ଦୋଳନ। ଜମି କିଣାକୁ ନେଇ ତେଜୁଛି ଆନ୍ଦୋଳନ। ଗର୍ଦ୍ଧମାନକୁ ନେଇ ପୁଣି ଦାନା ବାନ୍ଧୁଛି ଆନ୍ଦୋଳନ। ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ପ୍ରାକୃତିକ ସମ୍ପଦ ଓ ଜୈବ ବିବିଧତାରେ ଭରପୁର ଗନ୍ଧମାର୍ଦନ ପର୍ବତ ଅଞ୍ଚଳରେ ଆଦାନୀ କମ୍ପାନୀ ଜମି କିଣିବା ନେଇ ପୁଣି ଆନ୍ଦୋଳନ ମୁଣ୍ଡ ଟେକୁଛି। ଗନ୍ଧମାର୍ଦନ ପାଦଦେଶରେ ଥିବା ମାରୁଆ ମୁଣ୍ଡା ଅଞ୍ଚଳରେ ଆଦିନ କମ୍ପାନୀ 18 ଏକର 39 ଡେସିମିଲ୍ ଜମି କିଣିବା ପରେ ବିଭିନ୍ନ ମହଲରେ ଉଠିଛି ପ୍ରତିବାଦ ସ୍ୱର। 80 ଦଶକରେ ଏହି ଅଞ୍ଚଳରେ ବକ୍ସାଇଟ୍ ଉତ୍ତୋଳନ ପାଇଁ ନାଲାନ୍ସ କମ୍ପାନୀକୁ ରାଜ୍ୟ ସରକାର ଅନୁମତି ଦେବା ପରେ ଏହାକୁ ଜୋରଦାରରେ ବିରୋଧ କରାଯାଇଥିଲା। କେଉଁ ଉଦ୍ଦେଶ୍ୟରେ ଆଦାନୀ କମ୍ପାନୀ ଗନ୍ଧମାର୍ଦନ ଅଞ୍ଚଳରେ ଜମି କିଣିବା ତାହା ସ୍ପଷ୍ଟ ହୋଇନାହିଁ। ନମ୍ବର 5 ଚନ୍ଦ୍ରଚୂଡ଼ଙ୍କୁ ଟାର୍ଗେଟ କଲେ ଉଦ୍ଧବ ଠାକରେ। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଟାର୍ଗେଟ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ସେ ସୁପ୍ରିମକୋର୍ଟରେ ପୂର୍ବତନ ବିଚାରପତି ଚନ୍ଦ୍ରଚୂଡ଼ଙ୍କୁ ଜୋରଦାରରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଚନ୍ଦ୍ରଚୂଡ଼ ନିଆଁ ଦେବା ପରିବର୍ତ୍ତେ ଅଧିକ ବ୍ୟବହାର୍ଯ୍ୟ କରୁଥିଲେ। ଉଦ୍ଧବ ଆହୁରି କହିଛନ୍ତି ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ଚନ୍ଦ୍ରଚୂଡ଼ ନିଜର ନିଷ୍ପତ୍ତି ଶୁଣାଇ ନଥିଲେ, ଯାହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚନ୍ଦ୍ରଚୂଡ଼ ସାହେବ ନ୍ୟାୟ ଦେବା ପରିବର୍ତ୍ତେ ଟିପ୍ପଣୀ କରି ହୋଇଯାଇଥିଲେ। ସେ ନ୍ୟାୟାଧୀଶଙ୍କ ସ୍ଥାନରେ ଯଦି ଆଇନ ଶିକ୍ଷକ ହୋଇଥାନ୍ତେ ତେବେ ତାଙ୍କୁ ଅଧିକ ପ୍ରସିଦ୍ଧ ମିଳିଥାନ୍ତା ବୋଲି ଉଦ୍ଧବ କହିଛନ୍ତି। ନମ୍ବର 6 ପୋଷ୍ଟ ଅଫିସରେ 8 ଲକ୍ଷ ଟଙ୍କା ଜମା କଲେ ଏତିକି ଆସିବ ସୁଧ। ମାସ ଶେଷକୁ ହାତକୁ ଆସିବ ବଡ଼ ଟଙ୍କା। ଡାକ କାର୍ଯ୍ୟାଳୟ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ମାସିକ ଆୟ ଯୋଜନା 7.4% ହାରରେ ସୁଧ ହୋଇଥାଏ। ଯୋଜନାରେ ଖାତା ଖୋଲିବା ଦିନଠାରୁ ଏକ ମାସ ସମାପ୍ତ ହେବା ପରେ ସୁଧ ମିଳିବା ଆରମ୍ଭ ହୁଏ। ଏହାର ଅର୍ଥ ହେଉଛି ନିବେଶରେ ପରିବେଶରେ ମାସକୁ ନିୟମିତ ଆୟ ନିଶ୍ଚିତ ହୋଇଯାଏ। ସର୍ବନିମ୍ନ 1,000 ଟଙ୍କା ବିନିଯୋଗ। ଡାକଘରେ ମାସିକ ଆୟ ଯୋଜନାରେ ଏକକ ଏବଂ ମିଳିତ ଆକାଉଣ୍ଟ ଖୋଲାଯାଇପାରିବ। ସର୍ବନିମ୍ନ ବିନିଯୋଗ ପରିମାଣ ହେଉଛି 1,000। ଗୋଟିଏ ଆକାଉଣ୍ଟରେ ସର୍ବାଧିକ 9 ଲକ୍ଷ ଟଙ୍କା ବିନିଯୋଗ କରାଯାଇପାରିବ। ମିଳିତ ଆକାଉଣ୍ଟରେ ସର୍ବାଧିକ ବିନିଯୋଗ ପରିମାଣ ହେଉଛି 15 ଲକ୍ଷ ଟଙ୍କା। ନମ୍ବର 7 ବୁମରାଙ୍କ ପାଇଁ କାଳ ଏ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍। ଭାରତୀୟ ବୋଲର ଯଶସ୍ୱୀତ ବୁମରା ନିଜର ସ୍ୱତନ୍ତ୍ର ବୋଲିଂ ଶୈଳୀକୁ ନେଇ ସାରା ବିଶ୍ୱରେ ପରିଚିତ। ତାଙ୍କ ସାମ୍ନାରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ତିଷ୍ଠି ପାରନ୍ତି ନାହିଁ। ହେଲେ ଅଷ୍ଟ୍ରେଲିଆ ଏଭଳି ଜଣେ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯିଏ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ବୁମରାଙ୍କୁ ନେଇ ଭୟଭୀତ ନାହାନ୍ତି, କାରଣ ସେ ବେଶ୍ ଆରାମରେ ତାଙ୍କୁ ଖେଳି ପାରନ୍ତି। କେବଳ ଏତିକି ନୁହେଁ, ବୁମରା ଆଜି ଯାଏଁ ତାଙ୍କୁ ଟେଷ୍ଟରେ ଆଉଟ୍ କରିପାରିନାହାନ୍ତି। ଆମେ କହୁଛୁ ଅଷ୍ଟ୍ରେଲିଆରେ ଅଫ୍ ରନ୍
ଅଫସାନ ଖ୍ୱାଜାଙ୍କ ବିଷୟରେ। ବୋର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେବା ପୂର୍ବରୁ ସେ କହିଛନ୍ତି ଯେ ବୁମରାଙ୍କୁ ଖେଳିବା ବହୁତ ସହଜ। ହେଲେ ସେ ଭାରତୀୟ ଟିମ୍ରୁ ବାଦ ପଡ଼ିଥିବା ଜଣେ ବୋଲରଙ୍କ ନାମ କହିଛନ୍ତି ଯାହାକୁ ସେ ବହୁତ ଡରିଥାନ୍ତି। ନମ୍ବର 8 ପିଏଫ୍ ପେନ୍ସନ୍। 60 ବର୍ଷ ଚାକିରି ପରେ କେତେ ମିଳିବ ପେନ୍ସନ୍ ଜାଣିଛନ୍ତି କି? ଯଦି ଜଣେ ପିଏଫ୍ ଆକାଉଣ୍ଟଦାରଙ୍କ 60 ବର୍ଷ କାମରେ କରନ୍ତି ତେବେ ସେ କେତେ ପେନ୍ସନ୍ ପାଇବେ? ଏହାକୁ ନେଇ ଅନେକ ଲୋକଙ୍କ ମନରେ ସନ୍ଦେହ ଅଛି। ଇପିଏଫ୍ଓ ନିୟମିତ ଅନୁଯାୟୀ ଯଦି ଜଣେ 10 ବର୍ଷ ପାଇଁ ଏକ ପିଏଫ୍ ଆକାଉଣ୍ଟରେ ବିନିଯୋଗ କରେ ତେବେ ସେ ପେନ୍ସନ୍ ପାଇବା ଅଯୋଗ୍ୟ ଅଟନ୍ତି। 50 ବର୍ଷ ପରେ ପେନ୍ସନ୍ ପାଇଁ କ୍ଲେମ୍ କରିପାରିବେ। କିନ୍ତୁ ଯଦି ସେ 58 ବର୍ଷ ବୟସରେ ପୂର୍ବରୁ କ୍ଲେମ୍ କରନ୍ତି ତେବେ ପ୍ରତିବର୍ଷ 4% ରିହାତି ମିଳିବ। ଏହି ଅର୍ଥରେ ଯଦି କେହି 54 ବର୍ଷ ବୟସରେ ପେନ୍ସନ୍ କ୍ଲେମ୍ କରନ୍ତି ତେବେ 16% ରିହାତି ମିଳିବ। 58 ବର୍ଷ ପରେ ଯଦି କୌଣସି ପେନ୍ସନ୍ କ୍ଲେମ୍ କରାଯାଇ ନାହିଁ ତେବେ 60 ବର୍ଷ ବୟସରେ ଆପଣ ପ୍ରତିବର୍ଷ 4% ବୃଦ୍ଧି ସହିତ 8% ଅଧିକ ପେନ୍ସନ୍ ପାଇବେ। ନମ୍ବର 9 ସାମ୍ନାକୁ ଆସିଲା ଅଘୋଷିତ ବାବା କାଶୀନାଥ ମିଶ୍ର। କହିଲେ ମୁଁ ଓଡ଼ିଶାରେ ଅଛି, ମୋ ପୁଅ ଠାକୁର ନୁହେଁ। ଖଣ୍ଡଗିରି ବାବା ବୈକୁଣ୍ଠ ଧାମରେ ନାବାଳକଙ୍କୁ କଳ୍କି ଅବତାରରେ ପ୍ରସଙ୍ଗରେ ସାମ୍ନାକୁ ଆସିଥିବା ବାବା କାଶୀନାଥ ମିଶ୍ର ଓଡ଼ିଶାରେ ଥିବା ପୁଅ ବାବଦରେ ଯେଉଁ ପ୍ରଚାର ହେଉଛି ସେ ନେଇ ସ୍ପଷ୍ଟୀକରଣ ରଖିଛନ୍ତି। କହିଛନ୍ତି ଯେ ତାଙ୍କ ପୁଅକୁ ସେ କେବେ ହେଲେ ଠାକୁର ବୋଲି ବିବେଚନା କରିନାହାନ୍ତି। ଏପରିକି ଏହାକୁ ନେଇ କେବେ ବି ପ୍ରଚାରିତ କରିନଥିବା କହିଛନ୍ତି। 10 ବର୍ଷ ତଳେ ପୁଅ 5 ବର୍ଷ ହୋଇଥିଲା ବେଳେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା। ଏଥିରେ ପୁଅର ପାଦ ତଳେ ତୁଳସୀ ରଖାଯାଇଥିଲା କିନ୍ତୁ ସେଠାରେ ନିଜେ କିମ୍ବା ତାଙ୍କ ପତ୍ନୀ ନଥିବା କହିଛନ୍ତି। କିଛି କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରିବା ସହ ଜାଣିଶୁଣି ସମାଜ ଆଗରେ ବଦନାମ କରୁଛନ୍ତି। ଫଟୋର କୌଣସି ଭୁଲ ନାହିଁ। ନମ୍ବର 10 ଆଇପିଏଲ୍ରେ 13 ବର୍ଷୀୟ ପ୍ଲେୟରଙ୍କ ଏଣ୍ଟ୍ରି। କମ୍ ବୟସରେ କରିସାରିଛନ୍ତି ଧମାଲ। ଜାଣନ୍ତୁ ତାଙ୍କର ବେସ୍ ସାଇଜ୍ କେତେ? ଆଇପିଏଲ୍ 2025 ଆରମ୍ଭ ପୂର୍ବରୁ ଜୋରଦାର ଖର୍ଚ୍ଚ, ଏମିତିକି ମେଗା ଆକ୍ସନ୍ ନେଇ ଖୁବ୍ ଆଲୋଚନା। ଶୁକ୍ରବାର ରିଲିଜ୍ ହୋଇଛି ଆକ୍ସନ୍ ପାଇଁ ପ୍ଲେୟରଙ୍କ ଚୂଡ଼ାନ୍ତ ତାଲିକା। ଆଇପିଏଲ୍ରେ ହୋଇଛି ସର୍ବକନିଷ୍ଠ ଏବଂ ବରିଷ୍ଠ ପ୍ଲେୟରଙ୍କ ଏଣ୍ଟ୍ରି। ସବୁଠାରୁ ବରିଷ୍ଠ ପ୍ଲେୟର ହେଉଛନ୍ତି ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍। ସେହିପରି ସର୍ବକନିଷ୍ଠ ପ୍ଲେୟର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଯୁବକ ପ୍ଲେୟରଙ୍କ ବୟସ ହେଉଛି ମାତ୍ର 13 ବର୍ଷ। ବୈଭବ ବହୁତ କମ୍ ବୟସରେ ସୁନାମ ଅର୍ଜନ କରିଛନ୍ତି। ସେ ମାତ୍ର 5 ବର୍ଷ ବୟସରେ ଆରମ୍ଭ କରିଥିଲେ କ୍ରିକେଟ୍ ଖେଳିବା। ଏବେ ଆଇପିଏଲ୍ ମେଗା ଆକ୍ସନରେ ମାରିଛନ୍ତି ଏଣ୍ଟ୍ରି। ତାଙ୍କର ବେସ୍ ସାଇଜ୍ ରହିଛି 30 ଲକ୍ଷ ଟଙ୍କା। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।